ଜୟ ଜଗନ୍ନାଥ ବନ୍ଧୁଗଣ। ରଜର ସେକେଣ୍ଡ ଦିନ ଆମେ ସମସ୍ତେ ଫ୍ୟାମିଲି ସହିତ ମୋ ପୁଅ ନଣନ୍ଦ ସମସ୍ତଙ୍କ ସହିତ ଆମେ ଇସ୍କନ ଯିବୁ ବୋଲି ବାହାରିଲୁ। ଆଉ ଯିବା ବାଟରେ କାଳିଆକୁ ଭାବି ଭାବି ବହୁତ ଭାବ ବିଭୋର ମୋ ମନ ହେଇଯାଉଥାଏ। ଇସ୍କନରେ ମୋତେ ତା ବହୁତ ବଢ଼ିଆ ଲାଗେ। କେମିତି ଫରେନର୍ସ ମାନେ ଜଗନ୍ନାଥଙ୍କୁ ତାଙ୍କର ଆଦର୍ଶ ଭାବି ସେଠି କେମିତି ତାଙ୍କର ମନ୍ଦିରକୁ କରିଛନ୍ତି। ଆଉ ସବୁଠୁ ମୋତେ ଟିକେ ଲାଗେ ଯେ ହେଉଛି ଜଗନ୍ନାଥ ଆମର କାଳିଆକୁ ଆମେ କାଳିଆ ବୋଲି ଡାକୁ, କାରଣ ତାର ରଙ୍ଗ କଳା ବୋଲି, କିନ୍ତୁ ସେଠି ଧଳା କରିଦେଇଛନ୍ତି। ଏଇଠି ଦେଖନ୍ତୁ ମୋ ଭଣଜା ନେଇଛି, ହାଏ ଆୟାନ୍ସ। ତ ଏଠି ଆମେ ଆସି ଇସ୍କନ ପାଖରେ ପହଞ୍ଚି ଗଲୁଣି। ଆଉ ଇସ୍କନ ପାଖରେ ପହଞ୍ଚିଲା ପରେ ଦେଖିଲୁ ପାଖାପାଖି ହେଇଯାଇଥିଲା 8:15 8:20 ହେଇଯାଇଥିଲା। ତ 9ଟାରେ ବନ୍ଦ ହେଇଯାଏ ମନ୍ଦିର। ତ ଆମେ ଯାଇକି ସୌଭାଗ୍ୟବଶତଃ ମନ୍ଦିର ଭିତରକୁ ବର୍ତ୍ତମାନ ସମସ୍ତେ ଯାଉଛୁ। ଏଠି ମୋ ପୁଅ ମୋ ଭଣଜା ଆଉ ନଣନ୍ଦ ଠିଆ ହେଇଥିଲେ। ଏଇଠି ଦେଖନ୍ତୁ ଖେଳନା ଦୋକାନ। ଇସ୍କନର ପରିସର ବହୁତ ହି ଭାବପୂର୍ଣ୍ଣ ଲାଗେ, ବହୁତ ହି ବଢ଼ିଆ ଲାଗେ। ଭୁବନେଶ୍ୱରରେ ତ ଗହଳି ବଢ଼ିବାରେ ଚାଲିଛି। ଆଉ ଦେଖନ୍ତୁ ଏଠି ମନ୍ଦିରରେ ଯେହେତୁ ମନ୍ଦିର ବନ୍ଦ ହେବା ସମୟ ହେଇଗଲାଣି, ତ ଲୋକଙ୍କର ସଂଖ୍ୟା ଟିକେ କମି କମି ଆସିଲାଣି। ବହୁତ ହି ଗ୍ରୀନେରୀ ହେଇଛି ମନ୍ଦିରକୁ, ବହୁତ ହି ଗ୍ରୀନ୍ ଭାବରେ ଗଛ ଲତା ଲଗେଇକି ସଜେଇଛନ୍ତି। ଆଉ ଆପଣମାନେ ଏଠିକି ଯଦି ବି ପୁରୀ ଯାଇପାରୁନାହାନ୍ତି, ମଝିରେ ମଝିରେ ଇସ୍କନ ଆସନ୍ତୁ। ଆଉ ଏଠାକାର ଖାଇବା ହିଁ ବହୁତ ଭଲ। ଆଉ ଏଠି ଦେଖନ୍ତୁ ଫାଉଣ୍ଟେନରେ କେମିତି ସଜେଇଛନ୍ତି ମନ୍ଦିରର ପ୍ରାଙ୍ଗଣକୁ। ଆପଣମାନଙ୍କୁ ନିଶ୍ଚିନ୍ତ ଭଲ ଲାଗିବ। ସନ୍ଧ୍ୟା ଟାଇମ୍ରେ ଆପଣ ଆସିବେ। ଆଉ ଏଠାରେ ମଧ୍ୟାହ୍ନ ଭୋଜନ ମଧ୍ୟ ହୁଏ, ଆପଣ ଖାଇକି ବି ଯାଇପାରିବେ। ତାପରେ ଦେଖନ୍ତୁ ମନ୍ଦିର ଭିତରକୁ ଆମେ ଧୀରେ ଧୀରେ ଯାଉଛୁ। ଲୋକଙ୍କର ସଂଖ୍ୟା ଧୀରେ ଧୀରେ କମି ଆସିଲାଣି। ଏଠି ଠାକୁରଙ୍କର ଜିନିଷ ସବୁ ବିକ୍ରି ହେଉଛି, ଆପଣମାନେ କିଣିପାରିବେ। ପିତ୍ତଳ ବାସନ, ଦୀପ, ଫଟୋ ସବୁ। ତାପରେ ଏଇଠି ଆମେ ଗଲାବେଳକୁ ମୋତେ ବହୁତ ବଢ଼ିଆ ଲାଗିଲା। କାଳିଆ ପାଖକୁ ଯାଉ ଯାଉ ଗୀତା ପଢ଼ୁଥିଲେ ଜଣେ ଆମର ସାଧୁ ବସିକି ଗୀତା ଚର୍ଚ୍ଚା କରୁଥିଲେ। ଆଉ ଗୀତା ଚର୍ଚ୍ଚାରେ ସମସ୍ତେ ବସି ଭାବ ବିଭୋର ହେଉଥିଲେ। ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖେଇବି। ଏଇଠି ଦେଖନ୍ତୁ ଗୀତା ଚର୍ଚ୍ଚା କରାଯାଉଛି, ଗୀତା ଭାଗବତ। ଆଉ ଏଇଠି ମୋ କାଳିଆର ପହଡ଼ ପଡ଼ିଯାଇଥିଲା। କାଳିଆକୁ ଦେଖି ପାରିଲିନି, କିନ୍ତୁ ଦେଖନ୍ତୁ ଏଇଠି କାଳିଆର ଆଉ ଗୋଟେ ରୂପ, ଯେଉଁଟାକି ଆମେ ସତ୍ୟଯୁଗରେ କୃଷ୍ଣ ଅବତାରକୁ ଆମେ ଜାଣିଥିଲେ। ତାଙ୍କର ସବୁ ରୂପ, ତାଙ୍କର ସବୁ ଲୀଳାଖେଳା ଆମେ ଏଇଠି ଦେଖିକି ମୁଁ ବହୁତ ହି ଭାବ ବିଭୋର ହେଇଗଲି। ମୋ କାଳିଆ, ମୋ କୃଷ୍ଣ କେତେ ଯେ ପ୍ରଭାବଶାଳୀ। ଆଉ ଆମେ ସମସ୍ତେ ଜାଣିଥିବା ଏ ସଂସାରରେ କିଛି ବି ହେଉଛି ସବୁ ଭଗବାନଙ୍କ ଇଚ୍ଛାରେ ହେଉଛି। ଆଉ ଯିଏ ଭଗବାନଙ୍କୁ ସର୍ବସ୍ୱ ସମର୍ପଣ କରିଦେଇଛି, ସେ ତା ପାଖରେ କେତେବେଳେ ପୁଅ, କେତେବେଳେ ସଖା, କେତେବେଳେ ବନ୍ଧୁ, କେତେବେଳେ ଭାଇ, କେତେବେଳେ ସ୍ୱାମୀ, ତ କେତେବେଳେ ଭକ୍ତର ଭାବରେ ବିଭୋର ହେଇ ଭଗବାନ ନିଜେ ଭକ୍ତର ଅଇଁଠାକୁ ବି ଖାଇଛନ୍ତି। ଆପଣ ତାଙ୍କୁ ଯେଉଁ ରୂପରେ ବି ଆପଣ ତାଙ୍କୁ ଦେଖିପାରିବେ, ସେ ଆପଣଙ୍କୁ ସେହି ରୂପରେ ହିଁ ଦର୍ଶନ ଦେବେ। ଏଇଠି ଦେଖନ୍ତୁ ମା ଯଶୋଦା କେମିତି କୃଷ୍ଣକୁ ଖୁଆଉଛନ୍ତି, କେମିତି ତାଙ୍କୁ ଗାଳି କରୁଛନ୍ତି। ମାନେ ଏଇଠି ଦେଖିବେ ଭାବର ଆଦାନ ପ୍ରଦାନ ଆପଣଙ୍କ ଆତ୍ମାକୁ ବିଭୋର କରିଦେବ। ବହୁତ ହି ଭାବ ବିଭୋର ଲାଗେ। ଗୋପୀମାନଙ୍କ ସାଥିରେ କେମିତି ତାଙ୍କର ଲୀଳା, ସତରେ ମୋ କୃଷ୍ଣଙ୍କର ମୋ କାଳିଆର ଲୀଳା ବହୁତ ହି, ମାନେ କ'ଣ କହିବି, ତାକୁ ଦେଖିଲେ ମାନେ ଆଖିରେ ଲୁହ ଆସିଯାଏ। ଆପଣମାନଙ୍କୁ ବହୁତ ଭଲ ଲାଗୁଥିବ। ନିଶ୍ଚିନ୍ତ ଯାଇକି ଇସ୍କନ। ମୁଁ ଭାବିଲି ମନରେ, ଏଇଠି ଦେଖନ୍ତୁ କାଳିଆ ଦଳନ ମୋ କାହ୍ନୁ କେମିତି କରିଛନ୍ତି ଛୋଟବେଳୁ ହିଁ ତାଙ୍କ ମହିମା ଅପାର। ଏଠି ରାଧାଙ୍କ ସହିତ ପ୍ରେମ, କୌଣସି ଗୁଣରେ ସେ କମି ଷୋଳକଳା ମୋ କାଳିଆ, ମୋ କୃଷ୍ଣ। କାଳିଆ ଦର୍ଶନ ହେଇପାରିଲାନି, ଯେତିକି ମନ ଦୁଃଖ ଥିଲା। ଏଇ ଛବି ଗୁଡ଼ିକୁ ଦେଖିକିରି ବହୁତ ହି ଆନନ୍ଦ ବିଭୋର ଲାଗିଲା। କେମିତି ଏଠି ଦୁଷ୍ଟ ଦଳନ କରୁଛନ୍ତି, ସବୁ ପ୍ରକାରର ଲୀଳାଖେଳା ଦେଖି ମୋତେ ବହୁତ ଖୁସି ଲାଗିଲା। ତାପରେ ଆମେ ସମସ୍ତେ ଖୁସି ହେଇକି ବାହାରିକି ଆସିଲୁ। ମୋ ପୁଅ ସହିତ ଏଠି ଗୋଟେ ଫଟୋ ଉଠେଇଲି, ନଣନ୍ଦଙ୍କ ସହିତ ଫଟୋ ଉଠେଇଲି, ଏବଂ ତାପରେ ଆସିକି ବାହାରେ ଠିଆ ହେଇକିରି ବହୁତ ଧନ୍ୟବାଦ ଭଗବାନଙ୍କୁ ଦେଲି। ଭଗବାନ ମୋତେ ଆଜି ଆସି ତାଙ୍କର ଦର୍ଶନ କରିଛନ୍ତି। ଏଇଠି ରଥ ତିଆରି ହେଉଛି ରଥଯାତ୍ରା ପାଇଁ ମୋ କାହ୍ନୁର। ଆଉ ଏଇ ରଥରେ ବସିକି ମାଉସୀ ମା'ଙ୍କୁ ଯିବେ ସେ।